ଦେଖିବା ଯମୁନା 11 ପର୍ବ 1 ରୁ 4 ପଦ ଯଦି ଆମେ ଦେଖିବା ଲେଖାଯାଏ, ବେଥନିଆ ନିବାସୀ ଲାଜର ନାମକ ଜଣେ ଲୋକ ପୀଡ଼ିତ ଥିଲେ। ମରିୟମ ଓ ତାଙ୍କ ଭଉଣୀ ମାର୍ଥା ସେହି ଗ୍ରାମର ଲୋକ। ଯେଉଁ ସ୍ତ୍ରୀ ଲୋକ ପ୍ରଭୁଙ୍କ ତୈଳରେ ଅଭିଷେକ କରି ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ସେହି ମରିୟମ। ତାଙ୍କର ଭାଇ ଲାଜର ପୀଡ଼ିତ ଥିଲେ। ତେଣୁ ସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୁ ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି ସେ ପୀଡ଼ିତ ଅଛି। ଯୀଶୁ ତାଙ୍କୁ କହିଲେ, ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ୱରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ୱାରା ଈଶ୍ୱରଙ୍କ ପୁତ୍ର ଗୌରବ ପ୍ରାପ୍ତ ହୁଅନ୍ତି। ଆମେ ଆଜି ଚିନ୍ତା କରୁଛେ ଈଶ୍ୱରଙ୍କ କର୍ମ ପ୍ରକାଶିତ ଏବଂ ସେ ଗୌରବାନ୍ୱିତ କି ପ୍ରକାର ହୁଅନ୍ତି ସେ ବିଷୟରେ ଦେଖିବା। ଦୁଇ ଭଉଣୀ ସେମାନେ ଭାଇ ପାଇଁ ଅତି ଦରଦୀ ହୃଦୟରେ ଚାଲି ଆସୁଛନ୍ତି ଆଉ ଆସି କହୁଛନ୍ତି, ଯାହାକୁ ଆପଣ ସବୁ ସ୍ନେହ କରୁଥିଲେ ସେ ବର୍ତ୍ତମାନ ପୀଡ଼ିତ ଅଛି, ମାନେ ଅସୁସ୍ଥ ଅବସ୍ଥାରେ ଅଛି। ସେ ଯୀଶୁ କହୁଛନ୍ତି କ'ଣ, ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ଅର୍ଥାତ୍ ସେ ଏଭଳି ଭାବରେ ପୀଡ଼ିତ ଥିଲେ ଆଉ କିଛି ସମୟ ପରେ ସେ ମରିଯିବେ। ଯୀଶୁ କହୁଛନ୍ତି କ'ଣ, ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ୱରଙ୍କୁ ଗୌରବ ନିମନ୍ତେ, ଯେପରି ତଦ୍ୱାରା ଈଶ୍ୱରଙ୍କ ପୁତ୍ର ଗୌରବ ପ୍ରାପ୍ତ ହୁଅନ୍ତି। ଅର୍ଥାତ୍ ପୀଡ଼ିତ ଅବସ୍ଥାରେ ଈଶ୍ୱରଙ୍କର ଗୌରବ ସାଧନ। ଯାହାର ପୂର୍ବ ବିଷୟ ଟିକେ ଆମେ ଦେଖିବା, ଯଦି ଯୌନ 9 ପର୍ବ ଆମେ ଦେଖିବା 3 ପଦରେ ଲେଖାଯାଉଛି, ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ବାପା ମା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏ ନିମନ୍ତେ ଏହା ଘଟିଅଛି। ଘଟଣା କ'ଣ ହେଇଛି? ତା ପୂର୍ବରୁ ଶିଷ୍ୟମାନେ ପଚାରୁଛନ୍ତି, ପ୍ରଭୁ ଏ କେମିତି ଅନ୍ଧ ହୋଇ ଜନ୍ମ ହେଲା? କିଏ ପାପ କରିଛି? ନା ଏହାର ବାପା ମା ପାପ କରିଛନ୍ତି, ସେଥିପାଇଁ ଅନ୍ଧ ହୋଇ ଜନ୍ମ ହେଲା। ଯୀଶୁ କହିଲେ, ଯେ ପ୍ରକାର ଈଶ୍ୱରଙ୍କ କର୍ମ ଏହା ପାଖରେ ପ୍ରକାଶିତ ହୁଏ। ଈଶ୍ୱରଙ୍କ କର୍ମ କେତେବେଳେ ପ୍ରକାଶିତ ହୁଏ? ଯେତେବେଳେ ଲୋକମାନେ ଜାଣିବା ପାଇଁ ଚାହାନ୍ତି, ଯେତେବେଳେ କୌଣସି ବିଷୟ ସାଧିତ ହେଲା ପରେ ଲୋକମାନେ ପ୍ରଭୁଙ୍କର ଗୌରବ କରନ୍ତି। ଆଜି ଆମେ ସଣ୍ଡେ ସ୍କୁଲରେ ଆମେ ଆଲୋଚନା କରୁଥିଲୁ କ'ଣ, ପ୍ରଭୁ ଯେତେବେଳେ ମୁଖ ଖୋଲି କଥା କହୁଥିଲେ, ଲୋକମାନେ ତାଙ୍କର ଗୌରବ କରୁଥିଲେ, ଲୋକମାନେ ତାଙ୍କ ନାମରେ ଗୌରବ କରୁଥିଲେ। ଆଉ ଆପଣଙ୍କୁ ଗୌରବ ପାଇବା ନିମନ୍ତେ ସେ ପରମେଶ୍ୱର ଆଉ ପ୍ରଭୁ ଏଠି ମଧ୍ୟ ଏଠି କହିଛନ୍ତି କ'ଣ, ଈଶ୍ୱରଙ୍କ ପୁତ୍ର ଯେ ପ୍ରକାର ଗୌରବ ପ୍ରାପ୍ତ ହୁଅନ୍ତି। କୌଣସି ପ୍ରକାର ପରିସ୍ଥିତିରେ ପ୍ରଭୁ ତାଙ୍କର ମହିମା, ତାଙ୍କର ଗୌରବକୁ ଉଣା କରିବା ପାଇଁ ଦେବେ ନାହିଁ, ତାଙ୍କର ନାମକୁ ସେ ତଳେ ପକାଇବା ପାଇଁ ଦେବେ ନାହିଁ। ସେଥିପାଇଁ ଏଇ ଜାଗାରେ ଲେଖାଯାଏ କ'ଣ ନା, ପ୍ରଭୁଙ୍କର ମହିମା। ଆମେ ଲାଜରଙ୍କ ବିଷୟରେ ଜାଣୁ କ'ଣ, ଯୀଶୁ ଚାଲିଗଲା ପରେ କ'ଣ ହେଉଛି, ଲାଜର ମରିଯାଉଛନ୍ତି ଆଉ ଚାଲିବାର ମଡ଼ ହେଲା ପରେ ପ୍ରଭୁ ପୁଣି ଆସୁଛନ୍ତି। ଲୋକମାନଙ୍କ ହୃଦୟର କଠୋରତା ଦେଖି ଯୀଶୁ ମଧ୍ୟ କ'ଣ କରୁଛନ୍ତି, ଦୁଃଖ କରୁଛନ୍ତି, ରାଗୁଛନ୍ତି, କାନ୍ଦୁଛନ୍ତି ଏବଂ କି ପ୍ରକାର ଭାବରେ ଲାଜରଙ୍କର ଜୀବନ ସେ ଫେରି ପାଉଛନ୍ତି। ଲାଜର ଆଉ ପୁନର୍ବାର ସେମାନେ ମିଳିମିଶି ରହୁଛନ୍ତି। କିନ୍ତୁ ଆମେ ଯଦି ଚିନ୍ତା କରିବା ସେଇ ଯୌନ 9 ପର୍ବ ଯେଉଁ ଅନ୍ଧ ଲୋକଟିର କଥା, ଈଶ୍ୱରଙ୍କର କର୍ମ ପ୍ରକାଶିତ ହେଲା ପରେ କି ପ୍ରକାର ପ୍ରଭୁ ଗୌରବାନ୍ୱିତ ହୁଅନ୍ତି ସେ ବିଷୟରେ ଆମେ ଆଜି ଚିନ୍ତା କରିବା। ସେ ଅନ୍ଧ ଲୋକଟି ଯେତେବେଳେ ତାର ଦୃଷ୍ଟିଶକ୍ତି ଯେତେବେଳେ ସେ ଫେରି ପାଉଛି, ସେ କେବଳ ରହିଗଲା ନାହିଁ, ଅନ୍ଧ ଜନ୍ମାନ୍ଧ, ପେଟରେ ସେ ଜନ୍ମ ହେବା ପାଖରୁ ତାର ଆଖି କେବେ ଖୋଲି ନାହିଁ, ଆଖି ଦେଖି ନାହିଁ କେବେ। ତାର ବାପା ମାନେ ଯୁହୁଦୀ ଲୋକମାନଙ୍କୁ ଭୟ କରୁଥିବା ହେତୁ ଯେତେବେଳେ ତାଙ୍କୁ ଦୂରେଇ ପ୍ରଶ୍ନ ପଚରାଯାଉଛି, ସେ କିଛି ଉତ୍ତର ଦେଇପାରୁନାହାନ୍ତି, କାହିଁକି ସେମାନେ ଯୁହୁଦୀମାନଙ୍କୁ ଭୟ କରୁଥିଲେ। ଆଉ ବିଶ୍ରାମରେ ଯେହେତୁ ଯୀଶୁ ତାଙ୍କୁ ସୁସ୍ଥତା ଦେଇଛନ୍ତି, ଆହୁରି ଅଧିକ ଭୟ କରୁଥିଲେ। କିନ୍ତୁ ଯେ ସୁସ୍ଥତା ପାଇଛି, ସେ ଈଶ୍ୱରଙ୍କର ଯେଉଁ କାର୍ଯ୍ୟ ତା ପ୍ରତି ଯେଉଁ ହେଲା, ଶିଷ୍ୟମାନେ ମଧ୍ୟ ବୁଝିପାରୁନାହାନ୍ତି କି କାହିଁକି ଅନ୍ଧ ହୋଇଛି ବୋଲି। ପ୍ରଭୁଙ୍କୁ ସରଳ ଭାବରେ ପଚାରିବାକୁ ପ୍ରଭୁ କହୁଛନ୍ତି କ'ଣ ନା, ଈଶ୍ୱରଙ୍କ କର୍ମ ଯେପରି ଆ ପାଖରେ ପ୍ରକାଶିତ ହୁଏ ଆଉ ପ୍ରଭୁ ଗୌରବାନ୍ୱିତ ହୁଅନ୍ତି। ସେଥିପାଇଁ କ'ଣ ଅଛି ନା, ଆମେ ଦେଖିବା ସେଇ ଯୌନ 9 ପର୍ବରେ ଯେତେବେଳେ ଫାରୁଶୀମାନେ ପଚାରୁଛନ୍ତି ତାକୁ, ସେତେବେଳେ 15 ପଦ ଦେଖିବା, ସେ କିପରି ଦୃଷ୍ଟି ପାଇଲା। ଫାରୁଶୀମାନେ ମଧ୍ୟ ତାକୁ ଆଉ ଥରେ ପଚାରିବାକୁ ଲାଗିଲେ। ସେ ସେମାନଙ୍କୁ କହିଲା, ସେ ମୋର ଆଖିରେ କାଦୁଅ ଲଗେଇଦେଲେ, ପରେ ମୁଁ ଧୋଇଦେଲି, ଏବେ ମୁଁ ଦେଖିପାରୁଛି। ଯେତିକି ଜାଣିଥିଲା ସେ ସେତିକି କହିଲା, କାରଣ ଯୀଶୁ କିଏ କ'ଣ ସେ କିଛି ଜାଣିନଥିଲା। ଏଇଥିପାଇଁ ସେ କହୁଛି କ'ଣ, ସିଏ ଆସିଲେ, ଆଖିରେ କାଦୁଅ ଲଗେଇଲେ, ମୁଁ ଧୋଇଦେଲି, ମୋତେ କହିଲେ ଯାଅ ଧୋଇ ହୁଅ, ମୁଁ ଧୋଇଦେଲି ଆଉ ମୁଁ ଏବେ ଦେଖିପାରୁଛି, ମୋ ଆଖି ଫିଟି ଯାଇଛି, ଏତିକି ମୁଁ ଜାଣିଛି। ଫାରୁଶୀମାନଙ୍କ ନିକଟରୁ କେହି ଆସିଲେ, ସେ ଲୋକଟା ଈଶ୍ୱରଙ୍କ ନିକଟକୁ
କହିବା ପାଇଁ। ଦ୍ୱିତୀୟରୁ କହିଲା ପରେ ଯେତେବେଳେ ଆଉ ଥରେ ପ୍ରଶ୍ନ ପଚାରୁଛନ୍ତି ସେତେବେଳେ ସେ ଜଣେ ଭାଗବତୀ ଭବିଷ୍ୟତ କଥା କୁହନ୍ତି। ଆଉ ସେ ଯେ ଅନ୍ଧ ଥିଲା ଦୃଷ୍ଟି ପାଇଛି, ସେ ଦୃଷ୍ଟି ପାଇଥିବା ଲୋକର ପିତାମାତାକୁ ପୁଣି ଡାକିବା ପାଇଁ କହନ୍ତି। ଯେମିତି ମୁଁ କହିଲି ସେମାନେ ଯିହୁଦୀମାନଙ୍କୁ ଡରୁଥିଲେ, ସେଥିପାଇଁ ସେ କହିଲେ ତମ ପୁଅ କେମିତି ଦେଖୁଛି, ସେ ତ ଆଗରୁ ଅନ୍ଧ ଥିଲା, ଇଏ ତମ ପୁଅ କି ନାହିଁ। ଯେତେବେଳେ ତାକୁ ବାରବାର ପଚାରୁଛନ୍ତି ସେମାନେ କହୁଛନ୍ତି ସେ ବୟୋପ୍ରାପ୍ତ, ଅର୍ଥାତ୍ ତାର ବୟସ ହେଇଯାଇଛି, ସେ ସାନ ପିଲା ନୁହଁ ଯେ ତାକୁ ପଚାରିଲେ ସେ କହିପାରିବନି, ସେ ଯଥେଷ୍ଟ ବୟସରେ ଅଛି, ଆପଣମାନେ ତାକୁ ପଚାରନ୍ତୁ ସେ କହିପାରିବ। ଆଉ ଦ୍ୱିତୀୟ ଥର ଯେତେବେଳେ ସେମାନେ ଅନ୍ଧ ଲୋକଟିକୁ ଡାକୁଛନ୍ତି ଆଉ ତାକୁ ଅଲଗା କଥା କହୁଛନ୍ତି, କ'ଣ କହୁଛନ୍ତି, ସେ ଲୋକଟା ପାପି, ଏହା ଆମ୍ଭେମାନେ ଜାଣୁ। ତାର ଉତ୍ତର ମାନେ ଏଠି ଦେଖୁ, ଆଉ ଏଇଭଳି ଭାବରେ ଆପଣଙ୍କର ଉତ୍ତର ମଧ୍ୟ ହେବା ଦରକାର। ସେ ଉତ୍ତର ଦେଲା ସେ ପାପି କି ନାହିଁ ମୁଁ ଜାଣେନି, କିନ୍ତୁ ଗୋଟେ ବିଷୟରେ ଜାଣେ, ମୁଁ ଅନ୍ଧ ଥିଲି ଏବେ ଦେଖିପାରୁଛି। ସେଇ ପ୍ରଥମ କଥାଟିକୁ ସେ ଆଉ ଥରେ କହୁଛି, ସିଏ କ'ଣ ମୁଁ ଜାଣିନି, କିନ୍ତୁ ମୋତେ ସେ ସୁସ୍ଥତା ଦେଇଛନ୍ତି। ଆଉ କି ପ୍ରକାର ତାର ଆଖି ଫିଟେଇ ଦେଲେ, ଯେତେବେଳେ ପର୍ଯ୍ୟନ୍ତ 27 ପଦରେ ଦୃଢ଼ ଭାବରେ ସେ କହୁଛି କ'ଣ, ମୁଁ କହିସାରିଲିଣି। ବାରବାର କଥା ପଚାରିଲେ କ'ଣ ମୋର କଥା ଚେଞ୍ଜ ହେଇଯିବ କି? ଏଇଭଳି କେତେବେଳେ ହୁଏ କୋର୍ଟ ମାନଙ୍କରେ ଯେତେବେଳେ ପ୍ରଶ୍ନ ପଚରାଯାଏ, ଗୋଟିଏ କଥାକୁ ବାରବାର ବୁଲେଇ ବୁଲେଇ ପଚରାଯାଏ, କାହିଁକି ନା ଭୁଲ ଆନ୍ସର ଆଣିବା ପାଇଁ। ସେ ବାରବାର ତାକୁ ପଚାରୁଛନ୍ତି, ଇଏ ଗୋଟିଏ ଆନ୍ସର ଦେଲା, ମୁଁ କହିସାରିଛି, ମୁଁ କହିସାରିଲିଣି, ଆପଣମାନେ ଶୁଣୁନାହାନ୍ତି, ଆଉ ଥରେ କାହିଁକି ଶୁଣିବାକୁ ଇଚ୍ଛା କରୁଛନ୍ତି, କ'ଣ ଶିଶୁ ହେବା ପାଇଁ ଇଚ୍ଛା କରୁଛନ୍ତି ବୋଲି ସେ ଯେତେବେଳେ ଯଦି 27 ପଦ ଦେଖିବା ସେଠି ଲେଖାଯାଉଛି, ତାହାଙ୍କର ଶିଶୁ ହେବାକୁ କ'ଣ ଇଚ୍ଛା କରୁଛନ୍ତି। ଈଶ୍ୱରଙ୍କର କର୍ମ କି ପ୍ରକାର ଭାବରେ ସାଧିତ ହୁଏ, ଏ ଅନ୍ଧ ଲୋକଟି ପ୍ରତି ପ୍ରକାଶିତ ହୋଇଗଲା, କିନ୍ତୁ ଅନ୍ୟମାନେ ଈଶ୍ୱରଙ୍କୁ ଗୌରବ ଦେଇପାରୁନାହାନ୍ତି। କିନ୍ତୁ ତାର ସାକ୍ଷ୍ୟ, ତାର ବାକ୍ୟ କି ପ୍ରକାର ଭାବରେ ଈଶ୍ୱରଙ୍କୁ ଗୌରବ ଦେଉଛି, ଏଠି ଆମେ ଦେଖୁ। ସେଥିରେ ସେମାନେ ତାକୁ ଗାଳି ଦେଉଛନ୍ତି। 28 ପଦ ଯଦି ଦେଖିବା, ଯୋହନ 9:28 ପଦ, ସେଠି ଲେଖା ହେଉଛି କ'ଣ, ସେମାନେ ତାକୁ ଗାଳି ଦେଇ କହିଲେ ତୁ ସେଇଟାର ଶିଷ୍ୟ, କିନ୍ତୁ ଆମେ ହେଉଛୁ ମୂଷାଙ୍କର ଶିଷ୍ୟ, ଆମେ ଠିକ୍ ଧର୍ମ କର୍ମ ରୀତିନୀତି ଏଇଗୁଡ଼ାକ ଆମେ କରିଚାଲୁ, କିନ୍ତୁ ସିଏ ହେଉଛି କ'ଣ, ତୁ ହେଉଛୁ କ'ଣ ସେଇଟାର ଶିଷ୍ୟ, ଅର୍ଥାତ୍ ତୁ ସେଇ ଯୀଶୁର ଶିଷ୍ୟ। ଆମେମାନେ ଜାଣୁ ଯେ ଈଶ୍ୱର ମୂଷାକୁ କଥା କହୁଛନ୍ତି, କିନ୍ତୁ ଏ ଲୋକଟା କେଉଁଠୁ ଆସିବେ, ଅର୍ଥାତ୍ ଯୀଶୁ କେଉଁଠୁ ଆସିଛନ୍ତି ତାହା ଆମେ ଜାଣୁନାହୁଁ। ସିଏ ତାର କି ପ୍ରକାର ଛୋଟ ମତିରେ କେତିକି ବାକ୍ୟ ସେ ପ୍ରଚାର କରିଦେଇଛି, ତା ଭିତରେ 30ରୁ 33 ଯଦି ଦେଖିବା, ତାହେଲେ ସେମାନେ ଚିଟି ଯାଉଛନ୍ତି ତା ଉପରେ। ସେଠି ଲେଖାଯାଉଛି ସେ ଲୋକଟି ସେମାନଙ୍କୁ ଉତ୍ତର ଦେଲା, ସେ ମୋର ଆଖି ଫିଟେଇ ଦେଲେ, ଆଉ ସେ କେଉଁଠାରୁ ଆଶ୍ଚର୍ଯ୍ୟ ତାହା ଆପଣମାନେ ଜାଣନ୍ତିନି। ବଡ଼ ଆଶ୍ଚର୍ଯ୍ୟ କଥା, ଆପଣମାନଙ୍କର ତ ଆଖି ଅଛି, ତାର ଅର୍ଥ ଯଦି ଆମେ ବୁଝିବା, ତମମାନଙ୍କର ତ ଆଖି ଅଛି, ତମମାନେ ତ ସବୁବେଳେ ତାଙ୍କ ସାଙ୍ଗରେ ରହୁଛ, ସେଠି ବିଶ୍ରାମକାଳରେ ସମାଜରେ ପାଠ କରୁଛନ୍ତି, ସବୁ ତ ଅଛି, ତମେ ତାକୁ ଚିହ୍ନି ନାହାନ୍ତି ପର୍ଯ୍ୟନ୍ତ ସେ କେଉଁଠୁ ଅଛି। ଆମ ଗାଁକୁ ଯଦି ଜଣେ ବାହାରେ ଲୋକ ଜଣେ ଆସିବ, ଆମେ ତାକୁ ପଚାରି ବୁଝି ଜାଣିଦେଉ କ'ଣ ଏ ବାବୁ କେଉଁଠୁ ଆସିଛି, କେତେ ଦିନ ହେବ ଆସିଛି, ସେ ବିଷୟରେ ଇଏ ସେଠୁ ପଚାରୁଛି କ'ଣ, ଆପଣମାନେ ସେ କେଉଁଠୁ ଆସିଛନ୍ତି ଆପଣ ଜାଣିଛନ୍ତି। ବଡ଼ ଆଶ୍ଚର୍ଯ୍ୟ କଥା, ଏତେ ଦିନ ହେବ ମିଶୁଛନ୍ତି, ଈଶ୍ୱର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ ଏହା ଆମ୍ଭେମାନେ ଜାଣୁ। କିନ୍ତୁ ଯଦି କେହି ଈଶ୍ୱର ଭକ୍ତ ହୋଇ ତାହାକୁ
ଅଛ ସିଏ ତୁମ ସାଙ୍ଗରେ କଥା ହେଉଛନ୍ତି